ତେଣୁ ଗୋଟିଏ ବ୍ରହ୍ମ ଆପଣ ଶରୀର ଭିତରେ କେଉଁଠି ଅଛନ୍ତି, କେମିତି ଭଜନ କରିବେ, ସେ ବ୍ରହ୍ମ ସହିତ ଆପଣ କେମିତି ଲୀନ ହେବେ, ବ୍ରହ୍ମଠାରୁ କେମିତି ଅଲଗା ହେଲେ, ସେ ବ୍ରହ୍ମ ସହିତ ଆପଣ କେମିତି ଯୁକ୍ତ ହେବେ, ସେ କଥା ତତ୍ତ୍ୱଗୁରୁ ହିଁ ଆପଣଙ୍କୁ କହିବେ। ମାୟାକୁ ମାରିବୁ, ମାୟାକୁ ମାରିବୁ, ଖୁଡ଼ିକି ହରିବୁ, ଖୁଡ଼ି ଜାଣିନଥିବ କ'ଣ କରିବ, ଖୁଡ଼ିକି ହରିଲେ ଭଗବାନଙ୍କୁ ପାଇବ। ଖୁଡ଼ି ବୋଇଲେ କ୍ଷୁଧା, ଖାଇବାକୁ ଆଉ ଭୁଲିଯିବେ। ମଣିଷ ଖାଉଛି ତାର ଦେହବୋଧ ଥବାରୁ, ଯେ ଦେହବୋଧରୁ ଅତୀତ ହେଇଗଲା ସେ କେବେ ଖାଇବନି, ତାର ତ ଦେହ ନାହିଁ, ସେ ଖାଇବ କାହିଁକି? ତାହେଲେ ବଞ୍ଚିବ କେମିତି? ନା ପରମ ରସ ଖାଇଯିବ, ବିନା ଆହାରରେ ଥିବ ହଂସ। ପରମ ରସ 3 ବିନ୍ଦା ଅମୃତ, 3 drops ଅମୃତ ଡେଲି ଆମର ସହସ୍ରାରୁ ନିଗ୍ରତ ହେଉଛି। ଯଦି ଆମେ ଠିକ୍ ଭାବରେ ଖେଚୁରୀ ମୁଦ୍ରା କଲେ 3 ବିନ୍ଦୁ ଅମୃତକୁ ଯଦି ଆମେ ପାନ କରିଦେଲେ, ଫୁଡ଼ର ଯେଉଁ 3 ଟାଇମ୍ ଆମେ ଖାଉଛେ ବା ପିଉଛେ ତାର ଆବଶ୍ୟକତା ଆଦୌ ନାହିଁ।